नमस्कार जय जगन्नाथ। आज हेउची मे मास 15 तारिख शुक्रवार। चलंतु जानी नवा आज दिनर केतोटी गुरुत्वपूर्ण टॉप न्यूज अपडेट। प्रथम अपडेट भुवनेश्वर रे शेष हेउची पेट्रोल एवं डीजेल। मध्यप्राच्य युद्ध को नहीं अंतर्जातीय बजार रे बढ़िबारे लागिची अशोधित तैल दर। ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି। ଓଡ଼ିଶାର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ତୈଳ ଅଭାବ ଦେଖିବାକୁ ମିଳିଲାଣି। ଏଥିପାଇଁ ରାଜ୍ୟବାସୀ ଇଲେକ୍ଟ୍ରିକ ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପରବର୍ତ୍ତୀ ଖବର ଚାଷୀଙ୍କ ପାଇଁ ଖୁସି ଖବର। ଧାନର ମିନିମମ ସପୋର୍ଟ ପ୍ରାଇସ୍ ବଢ଼ାଇଲେ କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡ଼ିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। 2026ରୁ 27 ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛି। 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଏଥିପାଇଁ ସରକାର ମୋଟ 2.60 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପରବର୍ତ୍ତୀ ଖବର ମୋଦି ସରକାରଙ୍କ ନୂଆ ଲେବର କୋଡ୍ ନିୟମ। ଏଣିକି ବର୍ଷେ କାମ କଲେ ବି ମିଳିବ ଗ୍ରାଜୁଇଟି ଏବଂ 12 ଘଣ୍ଟା କାମ କଲେ ସପ୍ତାହରେ 3 ଦିନ ଛୁଟି। ଶ୍ରମିକ ଏବଂ ଚାକିରିଆମାନଙ୍କ ପାଇଁ ବଦଳିବାକୁ ଯାଉଛି ଦୁନିଆ। ଅଫିସ କର୍ମଚାରୀମାନେ ଅଫିସରେ କେତେ ସମୟ କାମ କରିବେ, ମାସ ଶେଷରେ ପକେଟକୁ କେତେ ଦରମା ଆସିବ ଏବଂ ପିଏଫ ଖାତାରେ କେତେ ଟଙ୍କା ଜମା ହେବ, ଏସବୁକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ଏକ ବଡ଼ ପରିବର୍ତ୍ତନ। ଦେଶର ପୁରୁଣା 29ଟି ଶ୍ରମ ଆଇନକୁ ହଟାଇ ଏବେ ଲାଗୁ ହେବାକୁ ଯାଉଛି 4ଟି ନୂଆ ଲେବର କୋଡ୍ ନିୟମ। ପରବର୍ତ୍ତୀ ଖବର ଶୁଭେନ୍ଦୁ ସରକାରଙ୍କ ପାୱାରଫୁଲ ଆକ୍ସନ। ଏବେ ମନ୍ଦିର ହେଉ କି ମସଜିଦ ଆଉ ଜୋରରେ ବାଜିବନି ମାଇକ୍। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ଏବେ ଆକ୍ସନ ମୋଡରେ ଶୁଭେନ୍ଦୁ ଅଧିକାରୀଙ୍କ ସରକାର। ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ କୌଣସି ବି ଧାର୍ମିକ ସ୍ଥଳ, ପୂଜା ପାର୍ବଣ କିମ୍ବା ସାର୍ବଜନୀନ କାର୍ଯ୍ୟକ୍ରମରେ ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଙ୍କର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ। ଏହି ନିୟମ ମନ୍ଦିର, ମସଜିଦ କିମ୍ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନ ପାଇଁ ସମାନ ଭାବେ ଲାଗୁ ହେବ। ପ୍ରତିଟି ଅଞ୍ଚଳରେ ଲାଉଡ ସ୍ପିକରର ଶବ୍ଦ ଉପରେ ନଜର ରଖିବାକୁ ପୋଲିସକୁ କୁହାଯାଇଛି। ଯଦି ନିର୍ଦ୍ଧାରିତ ଡେସିବେଲରୁ ଅଧିକ ଶବ୍ଦରେ ମାଇକ୍ ବାଜେ, ତେବେ ପ୍ରଶାସନ ତୁରନ୍ତ ଲାଉଡ ସ୍ପିକର ଜବତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପରବର୍ତ୍ତୀ ଖବର ପଶ୍ଚିମ ଏସିଆ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମସ୍ତ ଭାରତୀୟ ନାଗରିକଙ୍କୁ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କମ୍ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଭାରତ ବହୁ ପରିମାଣରେ ଇନ୍ଧନ ଆମଦାନୀ କରେ, ତେଣୁ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସକୁ ଭାବିଚିନ୍ତି ବ୍ୟବହାର କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଭଳି ସାମଗ୍ରୀକୁ ସଂଯମତାର ସହ ବ୍ୟବହାର କରିବାର ଆବଶ୍ୟକତା ରହିଛି। ମୁଖ୍ୟତଃ 4ଟି ସାମଗ୍ରୀର ସ୍ୱଳ୍ପ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ସେହି 4ଟି ଜିନିଷ ହେଉଛି ଅଶୋଧିତ ତୈଳ, ସୁନା, ଖାଇବା ତେଲ ଏବଂ ସାର।